जय माँ माणिकेश्वरी मु आपण मानकर प्रिय धर्मराज कंध आउ आज आम गहन जो महान अतिथि उपस्थित होती मुझे परिचय देवाक चाहूँगी। से आउ केही नुहति से जड़े सुसाहित्यक जड़े साहित्य आकाशर गोटे छोट तारका है से आम आलोकित करुँच आउ बहुत छात्र छात्री को से सठिक दिग्दर्शन दे तो मु तांको स्वागत करी से आउ केही नुहति से होचंती श्रीजुक्त अखिल नायक। सर नमस्कार। नमस्कार सर आपणकर व्यस्त समय मध्य टिके समय देवा लगी ता लगी बहुत बहुत धन्यवाद सर। धन्यवाद। तो सर प्रथमतः आपणकर परिचय दियंतु आपणकर स्कूलिंग आपण कोठी कोठी करथिले आ ता विषय किछ कहंतु। निज संपर्क रे कहवा बहुत कठिन काम तथापि मु मोर प्राथमिक विद्यालय मो गाँव रे ही लाभ करी प्राथमिक शिक्षा। मोर गाँव हूँ धर्मगढ़ ब्लॉक रोइनगुड़ा बेहरा पाखे मु धूलीपाणी उच्च विद्यालय मैट्रिक पास करी। मोर प्राथमिक शिक्षा गाँव रे ही होता। गाँ स्कूल रे मु तृतीय श्रेणी पर्यंत पाठ पढ़ी। धूलीपाणी हाई स्कूल रे मु मैट्रिक पास करी। 1985 रु 1987 मु तत्कालीन भवानीपाटना महाविद्यालय रे युक्त 2 श्रेणी रे अध्ययन करी। परवर्ती समय मोर युक्त 3 शिक्षा विक्रमदेव जयपुर कॉलेज होता एवं मु दीर्घ 10 वर्ष ब्रह्मपुर विश्वविद्यालय रे मोर स्नातकोत्तर शिक्षा तथा गवेषणा इत्यादि करी एवं 1999 मसीह जो महाविद्यालय मु युक्त 2 पास करी से महाविद्यालय उड़िया अध्यापक भाव में जोग देइथिली। वर्तमान से महाविद्यालय एक विश्वविद्यालय परिणत होती एवं दीर्घ 21 वर्ष है मु से महाविद्यालय रे ही अध्यापना करी आसुछि। सर आपणकर साहित्य प्रति रुचि केमती आसिला सर? साहित्य प्रति रुचि मत लगे मु जो परिवेश रे बढ़ी थी से परिवेश ही आसी। मोर बापा जदियो जड़े शिक्षक थिले से लेखालेखी करुले। विभिन्न नाटक गीत घुमरा गीत इत्यादि रचना करी आम अंचल रे से कलाकार मानकु ता शिखौथिले। तेणु तांकर अन्य गोटे परिचय थिले नाटगुरु। किंतु मु तांको लेखा द्वारा सीधा सड़ख अनुप्राणित होइछि कहले भूल हो पारे। से केवल लेखालेखी कर आम घर को से समय रे प्रकाशित ओडिशार विभिन्न पत्रपत्रिका एवं पुस्तक इत्यादि आसुला। मु अति पिला बेलू से सबू साहित्य पत्रिका एवं साहित्य पुस्तकर संस्पर्श रे आसथिली। आपण माने हुए तो विश्वास करिवे कि ना जानना किंतु मु अष्टम श्रेणी रे पढ़ला बेले गोपीनाथ महांतींकर परजा हरिजन अमृतर संतान इत्यादि उपन्यास पाठ कर सारी। सेमती कालिदासंकर
ରଚନାର ଓଡ଼ିଆ ଅନୁବାଦ ଏବଂ ତତ୍କାଳୀନ ଝଙ୍କାର, ଆସନ୍ତାକାଲି, ଆଧୁନିକ ଇତ୍ୟାଦି ସାହିତ୍ୟ ପତ୍ରିକା ଓ ମୀନାବଜାର, ଶିଶୁଲେଖା, ଶିଶୁରାଇଜ, ମନପବନ, କୁନିରାଇଜ ଇତ୍ୟାଦି ଶିଶୁ କିଶୋର ପତ୍ରିକା ମୁଁ ନିୟମିତ ପାଠ କରୁଥିଲି। ହୁଏତ ଏବଂ ଆକାଶବାଣୀରୁ, ଜୟପୁର ଆକାଶବାଣୀରୁ ନିୟମିତ ଭାବରେ ସାହିତ୍ୟ ସମ୍ପର୍କିତ କାର୍ଯ୍ୟକ୍ରମମାନ ଅତି ଆଗ୍ରହ ସହିତ ଶୁଣୁଥିଲି। ଏ ସମସ୍ତଙ୍କର ସମବାୟ ହୁଏତ ମୋତେ ଲେଖାଲେଖି କରିବା ପାଇଁ ଅନୁପ୍ରେରିତ କରୁଥିଲା। ତ ସାର୍ ଆପଣଙ୍କ ବାପା ଜଣେ କବି ଲେଖକ ଥିଲେ ଏବଂ ଆପଣ ମଧ୍ୟ ଜଣେ କବି ଲେଖକ, ତ ଆପଣ କ'ଣ ଚାହୁଁଛନ୍ତି କି ଆପଣଙ୍କ ପୁଅ ମଧ୍ୟ ଜଣେ କବି ଲେଖକ ହଉ ନା ସେ ଆଉ କ'ଣ ହବ? ନା, ମୋ ମତରେ ପ୍ରତିଭା ଆନୁବଂଶିକ ନୁହେଁ, ଜେନେଟିକ୍ ନୁହେଁ। ପ୍ରତିଭାକୁ ଜଣେ ବ୍ୟକ୍ତି ପରିବେଶ ନିର୍ମାଣ କରିଥାଏ। ଯେଉଁ ସହଜାତ ପ୍ରତିଭା ବୋଲି କହନ୍ତି, ସେଥିରେ ମୋର ଆସ୍ଥା ନାହିଁ। କୌଣସି ପ୍ରତିଭା ସହଜାତ ନୁହେଁ। ପ୍ରତିଭା ମଧ୍ୟ ଅନ୍ୟାନ୍ୟ ଅନ୍ୟ ଉତ୍ପାଦ ଭଳି ବ୍ୟକ୍ତିର ଅର୍ଥନୈତିକ, ରାଜନୈତିକ, ସାମାଜିକ ଏବଂ ସାଂସ୍କୃତିକ ପରିବେଶ ଦ୍ୱାରା ସୃଷ୍ଟ ଓ ନିୟନ୍ତ୍ରିତ ହୋଇଥାଏ। ତେଣୁ ବର୍ତ୍ତମାନ ତ କହିବା ସମ୍ଭବ ନୁହେଁ ମୋର ପୁଅ ଭବିଷ୍ୟତରେ ଲେଖକ ହେବ, ନା ବୈଜ୍ଞାନିକ ହେବ, ନା ଚାଷୀ ହେବ, ନା କୁଲି ମଜୁରୀ କରିବ। ତ ଆପଣ କ'ଣ ଚାହୁଁଛନ୍ତି ଆପଣଙ୍କ ପୁଅ କ'ଣ ହଉ? ମୁଁ କିଛି ଚାହୁଁନାହିଁ। ମୋ ପୁଅ ହିରୋ। ତ ସାର୍ ଆପଣଙ୍କ ମତରେ ସାହିତ୍ୟ କ'ଣ? ସାହିତ୍ୟର ସଂଜ୍ଞା କ'ଣ? ଦେଖ, ଏ ସଂଜ୍ଞା ହେଉଛି ବିପଦଜନକ ଜିନିଷ। ସଂଜ୍ଞା ଅର୍ଥ ହେଉଛି ଗୋଟିଏ ବାୟବୀୟ ଜିନିଷକୁ ଗୋଟେ ପରିସୀମାରେ ବାନ୍ଧିକି ରଖିବା, ତାକୁ ନାମାଙ୍କିତ କରିବା। ସାହିତ୍ୟର ସେମିତି କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ଉପରେ ମୋର ଆସ୍ଥା ନାହିଁ। ତଥାପି ଯଦି ସଂକ୍ଷେପରେ କୁହାଯିବ ତାହେଲେ ସାହିତ୍ୟ ହେଉଛି ଏକ ଭାଷା ଶିଳ୍ପ। ମୋର କହିବାର କଥା ହେଲା, ପଥରକୁ ଉପାଦାନ କରି ଯେମିତି ଜଣେ ଶିଳ୍ପୀ ଗୋଟେ ମୂର୍ତ୍ତି ନିର୍ମାଣ କରେ, ସେମିତି ଶବ୍ଦକୁ ଉପାଦାନ କରି ଜଣେ ଶିଳ୍ପୀ ଯେଉଁ ମୂର୍ତ୍ତି ନିର୍ମାଣ କରେ ତାହା ହେଉଛି ସାହିତ୍ୟ। ତ ସାର୍ ଯଦି ଜଣେ ସାହିତ୍ୟିକ ହେବାକୁ ଚାହୁଁଛି, ଜଣେ କବି ହେବାକୁ ଚାହୁଁଛି, ଜଣେ ଲେଖକ ହେବାକୁ ଚାହୁଁଛି, ତେବେ ତା ପାଖରେ କ'ଣ ଗୁଣ ଥିବା ନିହାତି ଆବଶ୍ୟକ? ମୁଁ ତ ପ୍ରଥମରୁ କହିଛି ଯେ ପରିବେଶ ହିଁ ଜଣକୁ ସାହିତ୍ୟିକ କରି ଗଢ଼ି ତୋଳେ। ତେଣୁ ଜଣେ ଚାହିଁଲେ ସାହିତ୍ୟିକ ହୋଇପାରିବ। ସାହିତ୍ୟିକ ହେବା ପାଇଁ 7ଟି ସହଜ ଉପାୟ କି 16ଟି ସହଜ ଉପାୟ ସେମିତି କିଛି ନାହିଁ। ଯେମିତି ପ୍ରେମିକ ହେବା ପାଇଁ 8 ସୂତ୍ର ମଧ୍ୟ କିଛି ନାହିଁ। ତେଣୁ ଯେଉଁ ଲୋକଟି ଲେଖାଲେଖି କରୁଛି, ଲେଖାଲେଖି କରିବାରେ ଆଗ୍ରହୀ ଅଛି, କେବଳ ତାରି କଥା ମୁଁ କହିବି। ସେ ପ୍ରଚୁର ପଢ଼ିବା ଆବଶ୍ୟକ, ପ୍ରଚୁର ବୁଲିବା ଆବଶ୍ୟକ, ପ୍ରଚୁର ଖଟି କରିବା ଆବଶ୍ୟକ, ମଣିଷକୁ ଚିହ୍ନିବା ଆବଶ୍ୟକ। ଏଇସବୁ ଗୁଣ ଗୁଡ଼ାକ ଥିଲେ ତାକୁ ଆମେ ଜଣେ ସାହିତ୍ୟକାର କିମ୍ବା ଜଣେ କବି ହେଇପାରିବ। ସେ ହେଇପାରେ, କାରଣ ସାହିତ୍ୟ ଏସବୁ ଗୁଣକୁ ସବୁବେଳେ ଖୋଜି ଆସିଛି। ତ ସାର୍ ଆପଣଙ୍କ ମତରେ ଗୋଟେ ଛାତ୍ର ସେ କେତେବେଳେ ଭଲ ଛାତ୍ର ହେବ ଆଉ ଯେଉଁ ଗୋଟେ ଖରାପ ଛାତ୍ର, ତ ଭଲ ଛାତ୍ରର ସଂଜ୍ଞା କ'ଣ ଆଉ ଖରାପ ଛାତ୍ରର ଡେଫିନେସନଟା କ'ଣ ସାର୍? ଏ ଡେଫିନେସନଟା ହେଉଛି ଗୋଟେ ମାୟା। ଡେଫିନେସନରେ ସବୁ ଜିନିଷକୁ ବାନ୍ଧିକି ରଖିବା କେବେ ହେଲେ ସମ୍ଭବ ନୁହେଁ। ତ ଆପଣ କେତେବେଳେ ଗୋଟେ ଛାତ୍ରକୁ ଭଲ ଛାତ୍ର କହିବେ? ଛାତ୍ରଟି ଯଦି ଭଲ ପଢ଼ାପଢ଼ି କରୁଛି, ଗୋଟେ ଛାତ୍ରର କର୍ତ୍ତବ୍ୟ ହେଉଛି
ଜ୍ଞାନ ଅର୍ଜନ କରିବା ଏବଂ ସାର୍ଟିଫିକେଟ୍ ଅର୍ଜନ କରିବା ଏ ଦୁଇଟା ସମାନ କଥା ନୁହେଁ। ଜଣେ ଛାତ୍ର ହୁଏତ ଶ୍ରେଣୀରେ ପ୍ରଥମ ହେଉଥାଇପାରେ, ହୁଏତ ସେ 70% 80% ମାର୍କ ରଖୁଥାଇପାରେ, କିନ୍ତୁ ସେଟା ହେଉଛି ପୋଥି ବାଇଗଣ। ଯେଉଁ ଜ୍ଞାନ ଛାତ୍ର ଆହରଣ କରୁଛି ତାକୁ ଯଦି ତା ନିଜ ପାଇଁ, ତାର ପରିବେଶ ପାଇଁ, ତାର ସମାଜ ପାଇଁ ଉପଯୁକ୍ତ ବିନିଯୋଗ କରିପାରିଲା, ସେ ହିଁ ଉତ୍କୃଷ୍ଟ ଶିକ୍ଷା ଲାଭ କରିଛି ବୋଲି ମୁଁ କହିବି। ଏବଂ ସେଭଳି ଛାତ୍ର ହିଁ ଜଣେ ଭଲ ଛାତ୍ର। ଏବଂ ଖରାପ ଛାତ୍ର ଖରାପ ଛାତ୍ର ବୋଲି କେହି ନାହାନ୍ତି। ଖରାପ ଛାତ୍ର ସବୁ ଛାତ୍ର ଭଲ ଛାତ୍ର। ଭଲ ଛାତ୍ର କଥା ମୁଁ କହିଲି, ଯିଏ ଛାତ୍ର ସେ ଭଲ ଛାତ୍ର ହିଁ, ଆଉ ଯିଏ ଛାତ୍ର ନୁହେଁ ସେ ଛାତ୍ର ନୁହେଁ। ବହୁତ ଭଲ କଥା। ଛାତ୍ର ମାନେ ସମସ୍ତେ ଭଲ ଛାତ୍ର, କୌଣସି ଛାତ୍ର ଖରାପ ନଥାନ୍ତି। ଛାତ୍ରମାନେ ଖରାପ ନଥାନ୍ତି। ତ ସାର୍ ଛାତ୍ରରେ ରାଜନୀତିର ସାର୍ କ'ଣ ରୋଲ୍ ରହୁଛି? ବିଭିନ୍ନ କଲେଜ ଗୁଡ଼ାକରେ ଏବେ ସରକାର ହଉ କିମ୍ବା କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ହଉ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଜନୀତି ବନ୍ଦ ହେଇଗଲାଣି। କେବଳ ଛାତ୍ର ନୁହେଁ, ଜୀବନର ସବୁ କ୍ଷେତ୍ରରେ ରାଜନୀତିର ଗୋଟେ ବିଶେଷ ଭୂମିକା ରହିଛି। ସାଧାରଣତଃ ଲୋକମାନେ କହନ୍ତି ଯେ ସେ ଲୋକଟା ରାଜନୀତି କରୁଛି, ତା ଅର୍ଥ ମୁଁ ରାଜନୀତି କରୁନାହିଁ। କଥା ସେୟା ନୁହେଁ। ମଣିଷ ଗୋଟେ ଯେମିତି ସାମାଜିକ ପ୍ରାଣୀ, ମଣିଷ ସେମିତି ଗୋଟେ ରାଜନୈତିକ ପ୍ରାଣୀ। ତୁମେ ଯଦି ହାଟରେ ଲୁଣ ଗୋଟେ ପ୍ୟାକେଟ୍ କିଣୁଛ ତାହେଲେ ମଧ୍ୟ ରାଜନୀତି କରୁଛ। କେମିତି ସାର୍? କାରଣ ଲୁଣ ସହିତ ରାଜନୀତିର ସମ୍ପୃକ୍ତି ରହିଛି। ତୁମେ ଗୋଟା ଲୁଣ ଖାଇବ ନା ଟାଟା ଲୁଣ ଖାଇବ ତାହା ନିର୍ଦ୍ଧାରଣ କରୁଛ, ଭୋଟ ଦେଉଛ ତୁମେ। ଟାଟା ଲୁଣ ଯଦି ଖାଇଲ, ତୁମେ ବାଛିଲ ଟାଟାକୁ, ତୁମ ପଇସା ଟାଟା ପାଖକୁ ଗଲା। ଆଉ ଗୋଟା ଲୁଣ ଯଦି ଖାଇଲ, ଯିଏ ଗୋଟା ଲୁଣ ମାରୁଛି ତୁମ ପଇସା ତା ପାଖକୁ ଗଲା। ତେଣୁ ତୁମେ ବଜାରକୁ ପ୍ରବେଶ କରୁଛ, ଜୀବନକୁ ପ୍ରବେଶ କରୁଛ, ମାନେ ରାଜନୀତିକୁ ପ୍ରବେଶ କରୁଛ। ତେବେ କାହିଁକି ଶିକ୍ଷାନୁଷ୍ଠାନ ଗୁଡ଼ାକ ରାଜନୀତି ବନ୍ଦ ହେଇଗଲା, ଇଲେକ୍ସନ ବନ୍ଦ ହେଇଯାଉଛି ସାର୍? ଯେହେତୁ ଆମର ଶାସକ ପ୍ରଶାସକ ଶ୍ରେଣୀ ଗୋଟେ ଅମେରୁଦଣ୍ଡୀ ସମାଜ ଚାହାନ୍ତି। ସେମାନେ ଚାହାନ୍ତି ନିରଙ୍କୁଶ ଭାବରେ ସମାଜ ଉପରେ ତାଙ୍କର କର୍ତ୍ତୃତ୍ୱ ଜାହିର କରିବେ, ଶାସନ ଜାହିର କରିବେ। ସେମାନେ ଚାହାନ୍ତି ଯେ ତାଙ୍କୁ କେହି ପ୍ରଶ୍ନ ନ ପଚାରୁ, ତାଙ୍କୁ କେହି ପ୍ରତିବାଦ ନ କରୁ। ସେଥିପାଇଁ ସେମାନେ କେବଳ ଛାତ୍ର ରାଜନୀତି ନୁହେଁ, ସବୁ କ୍ଷେତ୍ରରେ ରାଜନୀତିକୁ ମାରିଦେବାକୁ ବସିଛନ୍ତି। ସେଇଟା ମଧ୍ୟ ଗୋଟେ ବଡ଼ ରାଜନୀତି। ତ ସାର୍ ଆପଣଙ୍କ ଜୀବନ କାଳରେ ବହୁତ ଜଣ ଶିଶୁକୁ ବଦଳାଇଛନ୍ତି। ଯେଉଁମାନେ ଖରାପ ରାସ୍ତାରେ ଥିଲା ତାକୁ ଆପଣ ଭଲ ରାସ୍ତା ଦେଖାଇଛନ୍ତି। ତ ଏମିତି କେଉଁ ମୁହୂର୍ତ୍ତ ଆସିଛି କି ଯେତେବେଳେ ଆପଣ ଗୋଟେ ଛାତ୍ରକୁ, ଖରାପ ଛାତ୍ରକୁ ତାକୁ ଭଲ, ମାନେ ଖରାପ ତ ନଥାନ୍ତି କିନ୍ତୁ ଯେ ଦୁଷ୍ଟ ହେଉଛି ଟିକେ, ତାକୁ ଆପଣ ଭଲ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଆପଣ ଭଲ କଲେ ସତ୍ତ୍ୱେ ବି ସେ ଭଲ ହେଲାନି? ଛାତ୍ର ଯଦି ଦୁଷ୍ଟ ନ ହେବ, ଦୁଷ୍ଟ କିଏ ହେବ? ସେ ତ ବୟସ ଦୁଷ୍ଟାମିର ବୟସ, ଏବଂ ଦୁଷ୍ଟାମି କରିବା ତାର ହେଉଛି ଅଧିକାର। କିନ୍ତୁ ସେ ଦୁଷ୍ଟାମି ସହିତ ଯେମିତି ଧ୍ୱଂସ ଯୋଡ଼ି ହୋଇନଯାଏ। ଦୁଇ ପ୍ରକାର ଦୁଷ୍ଟାମି ଅଛି, ଗୋଟେ ହେଉଛି ସୃଜନଶୀଳ ଦୁଷ୍ଟାମି, ଆଉ ଗୋଟେ ହେଉଛି ଧ୍ୱଂସାତ୍ମକ ଦୁଷ୍ଟାମି, ଯାହାକୁ ଆମେ ଗୁଣ୍ଡା ରାଜ କହୁଛେ। ଜଣେ ଛାତ୍ର ଗୁଣ୍ଡା ନ ହଉ, ଧ୍ୱଂସ ନ କରୁ, ଦୁଷ୍ଟ ହଉ। ଦୁଷ୍ଟ କେମିତି ପ୍ରକାର ଦୁଷ୍ଟ ସାର୍ ସେଇଟା? ତୁମେ ସବୁ କଲେଜରେ କମେଣ୍ଟ କରୁଛ, ଗୋଟେ ଝିଅକୁ ଦେଖିଲ କମେଣ୍ଟ କରୁ, ତା ଅର୍ଥ ନୁହେଁ ଝିଅକୁ ଦେଇ କମେଣ୍ଟ କରିବା କଥା। କାରଣ କୌଣସି ଝିଅ କୌଣସି ପୁଅକୁ କମେଣ୍ଟ କରୁଥିବାର ଅନ୍ତତଃ ଏପର୍ଯ୍ୟନ୍ତ ମୁଁ ଲକ୍ଷ୍ୟ କରିନାହିଁ। ଆମର ସମାଜ ହେଉଛି ଗୋଟେ ପୁରୁଷତାନ୍ତ୍ରିକ ସମାଜ। ପୁରୁଷର ସୁବିଧା ଅଛି, ସୁଯୋଗ ଅଛି, ସାମାଜିକ ସ୍ୱୀକୃତି ଅଛି ଯେ ଗୋଟେ ଝିଅକୁ କମେଣ୍ଟ କରେ, ସେଇଟା ଖରାପ ନୁହେଁ। କିନ୍ତୁ କମେଣ୍ଟ ବହୁତ ଦୁଇ ପ୍ରକାର। ଗୋଟେ କମେଣ୍ଟ ତୁମେ ଯଦି କରିବ, ଝିଅଟି ମନେ ମନେ ଖୁସି ହେବ। ଆଉ ଗୋଟେ ପ୍ରକାର କମେଣ୍ଟ କରିବ, ଝିଅଟି ମନେ ମନେ ରୁଷ୍ଟ ହେବ, ବିରକ୍ତ ହେବ। ଯଦି ଝିଅଟି ବିରକ୍ତ ହେଲା, ସେ କମେଣ୍ଟ ସେଟା ଛାତ୍ରର ନୁହେଁ, ସେଟା ସୃଜନାତ୍ମକ ନୁହେଁ। ଝିଅଟି ଯଦି ଖୁସି ହେଲା, ଝିଅଟି ଯଦି କିଛି ପାଇଲା,
ତାହେଲେ ସେଟା ହେଉଛି ସୃଜନାତ୍ମକ। ସେମିତି ଦୁଷ୍ଟାମି ମଧ୍ୟ ସୃଜନାତ୍ମକ ଅଛି, ଧ୍ୱଂସାତ୍ମକ ମଧ୍ୟ ଅଛି। ତ ସାର୍ ଯେଉଁ ଛାତ୍ରମାନେ ନିଶାଶକ୍ତ ଆଡ଼କୁ କିମ୍ବା ସିଗାରେଟ୍ ବିଡ଼ି ଗୁଟଖା ଆଡ଼କୁ ଆକର୍ଷିତ ହେଉଛନ୍ତି, ସେ ଛାତ୍ରମାନଙ୍କୁ ଆପଣଙ୍କର କ'ଣ ସନ୍ଦେଶ ଦେବାକୁ ଚାହୁଁଛନ୍ତି ଆପଣ? ସେ ତ କେବଳ ଛାତ୍ର ନୁହେଁ, ଅଧିକାଂଶ ଲୋକ ହୁଏତ ଛାତ୍ର ଜୀବନରୁ ତାର ମୂଳଦୁଆ ପଡ଼େ ଏବଂ ନିଶା ନିଶ୍ଚୟ ଶରୀର ପାଇଁ କ୍ଷତିକାରକ। ବେଳେବେଳେ ମୁଁ ଶୁଣେ ଜଣେ ମଦ ପିଉଛି, କହନ୍ତି ମୁଁ ତ ମୋର ମଦ ପିଇଲି, ତୋ ବେପାର କ'ଣ ଯାଉଛି, ମୁଁ ମୋ ପଇସାରେ ପିଉଛି। କଥା ସେୟା ନୁହେଁ, କାରଣ ମୁଁ ମୋ ଭିତରେ ସୀମିତ ନୁହେଁ, ମୁଁ ହେଉଛି ସମାଜର ଗୋଟେ ଅଂଶ। ସମାଜ ଯଦି ନଥାନ୍ତା ତାହେଲେ ମୁଁ ନଥାନ୍ତି। ମୁଁ ଯେହେତୁ ସମାଜର ଗୋଟେ ଅଂଶ, ନିଜକୁ କ୍ଷତି କରିବା ଅର୍ଥ ହେଉଛି ସମାଜର କ୍ଷତି କରିବା। ମୁଁ ଯଦି ନିଶାସକ୍ତ ହେଉଛି, କେବଳ ମୋ କ୍ଷତି କରୁନାହିଁ, ସମାଜର ମଧ୍ୟ କ୍ଷତି କରୁଛି। କାରଣ ସମାଜ ଠାରୁ ମୁଁ ପାଇଛି, ସମାଜକୁ ମୁଁ ଯାହା ଫେରାଇବା କଥା ତାହା ମୁଁ ଫେରୁଅ ନାହିଁ। ତେଣୁ କେବଳ ନିଶା ନୁହେଁ, ଯେକୌଣସି ଜିନିଷ ଯାହା ସମାଜ ପାଇଁ କ୍ଷତିକାରକ, ବ୍ୟକ୍ତି ପାଇଁ କ୍ଷତିକାରକ, ତାହା ସବୁବେଳେ ବର୍ଜନ। ତ ସାର୍ କେତେଟା ଛାତ୍ର ଅଛନ୍ତି ଯେଉଁମାନେ କି ସାର୍ କୌଣସି ଗୋଟେ ପରୀକ୍ଷା ହେଲା, ପରୀକ୍ଷା ପରେ ଯଦି ମାର୍କଟି କମିଗଲା କିମ୍ବା ଫେଲ୍ ହେଇଗଲେ, ସେ 10th ପରୀକ୍ଷା ହେଉ କିମ୍ବା +2 ପରୀକ୍ଷା ହେଉ କିମ୍ବା +3 ସେମିଷ୍ଟାର ହେଉ, ତ ଯଦି ଏକ୍ଜାମ୍ରେ ଟିକେ ଫେଲ୍ ହେଇଗଲେ କିମ୍ବା କମ୍ ମାର୍କ ପଳାଇଲେ ତାଙ୍କ ଦୁଃଖ ହେଉଛନ୍ତି, ଭାଙ୍ଗି ପଡ଼ୁଛନ୍ତି ସାର୍। ଯଦି ଫେଲ୍ ହେଇଗଲେ ତ ସେମାନେ ପାଠ ପଢ଼ାଇବା ବି ଛାଡ଼ି ଦେଉଛନ୍ତି ଅଧାରୁ। ତ ସେ ଛାତ୍ରମାନଙ୍କୁ ଆପଣ କେମିତି ମୋଟିଭେଟ୍ କରିବାକୁ ଚାହୁଁଛନ୍ତି ସାର୍? ନା ମାନେ ପ୍ରକୃତରେ ଜୀବନ ଜୟ ପରାଜୟର ଖେଳ ନୁହେଁ। ଜୀବନ ହେଉଛି ଗୋଟେ ଅନବରତ ପ୍ରଚେଷ୍ଟା। ଆମେ କେବଳ ଚେଷ୍ଟା କରି ଚାଲିବା କେଉଁ ପର୍ଯ୍ୟନ୍ତ? ମୃତ୍ୟୁ ପର୍ଯ୍ୟନ୍ତ। ଏଥିରେ ମୁଁ ଯଦି ପରୀକ୍ଷାରେ 75% ପାଇଗଲି, ତା ଅର୍ଥ ନୁହେଁ ମୋର ଗୋଟେ ବିରାଟ ବିଜୟ ହେଇଗଲା। ଯିଏ 75% ମାର୍କ ପାଉଛି, 80% ମାର୍କ ପାଉଛି, ଗାନ୍ଧୀଙ୍କ ସମୟରେ ଯିଏ 80% ମାର୍କ ପାଇଥିଲା, ଆମ୍ବେଦକର ସମୟରେ ଯିଏ 80% ମାର୍କ ପାଇଥିଲା, ତାର ନାଁ ମନେ ଅଛି ତୁମର? ନା ସାର୍। ତାହେଲେ ତାର ବିଜୟ ଘଟିଲା ନା। ତେଣୁ ସେଠି ଜୟ ପରାଜୟ ନାହିଁ, ଜୟ ପରାଜୟ ଅନ୍ୟଠି ଅଛି। ଏ ପରାଜୟ ନାହିଁ, ମଣିଷର ପରାଜୟ ମୃତ୍ୟୁରେ ମଧ୍ୟ ନାହିଁ। ମଣିଷ ମୃତ୍ୟୁକୁ ମଧ୍ୟ ଜୟ କରୁଛି। ମୃତ୍ୟୁକୁ ଯଦି ଜୟ କରୁନଥାନ୍ତା ତାହେଲେ ଆମେ ଆଜି ସେକ୍ସପିୟର ବିଷୟରେ ଆଲୋଚନା କରୁନଥାନ୍ତେ, କି ଆଜି ଆମେ କାହ୍ନୁପାଦ ଲୁଇପାଦ ଯେଉଁମାନେ ମରିକିରି 2000 ବର୍ଷ ହେଇଗଲାଣି ତାଙ୍କ ବିଷୟରେ ଆଲୋଚନା କରୁନଥାନ୍ତେ। ମୃତ୍ୟୁ ସେମାନଙ୍କୁ ମାରିପାରି ନାହିଁ। ତେଣୁ ପରାଜୟ ନାହିଁ, ମଣିଷ ଜୀବନରେ କୌଣସି ପରାଜୟ ନାହିଁ। ମୃତ୍ୟୁ ବି ଗୋଟେ ଜୟ। ମୃତ୍ୟୁ ବି ହେଉଛି, ମୃତ୍ୟୁକୁ ବି ଜୟ କରେ। ତ ସାର୍ ଆପଣ ମତରେ ଭୁଲ କ'ଣ ସାର୍? ଯାହା ଅନ୍ୟର କ୍ଷତି କରେ ତାହା ହେଉଛି ଭୁଲ, ଆଉ ଯାହା ଅନ୍ୟର କ୍ଷତି କରେନି ସେଇଟା ଭୁଲ ନୁହେଁ। ଭୁଲ ନୁହେଁ। ତ ସାର୍ ଆପଣଙ୍କର ଏବେ ରିସେଣ୍ଟଲି ବେଦ, ଯିଏକି ଏତେ ୱାର୍ଲଡରେ ସେ ପପୁଲାର ହେଇଯାଇଛି ସାର୍, ବେଦ ଉପରେ କିଛି କୁହନ୍ତୁ ସାର୍ ଆପଣ। ନା, ବେଦ ହେଉଛି ଗୋଟେ ଉପନ୍ୟାସ। ଏ ଉପନ୍ୟାସଟି ମୁଁ ତ ଉପନ୍ୟାସରେ ଯେଉଁ ଇଂରାଜୀ ଅନୁବାଦ ପ୍ରକାଶ ପାଇଛି, ସେଥିରେ ମୁଁ ଲେଖିଛି ମଧ୍ୟ ଯେ ଏହା ଆଦୌ କାଳ୍ପନିକ ନୁହେଁ। ତୁମେ ଦେଖିଥିବ ଯେ ବହୁ ଜାଗାରେ ଲେଖା ହୁଏ, ସିନେମାରେ ଲେଖା ହୁଏ, ଉପନ୍ୟାସରେ ଲେଖା ହୁଏ ଯେ ଏ ଉପନ୍ୟାସର କାହାଣୀ କି ସିନେମାର କାହାଣୀ, ଚରିତ୍ର, ବିଷୟବସ୍ତୁ ସମ୍ପୂର୍ଣ୍ଣ କାଳ୍ପନିକ। କାହା ସହିତ ଯଦି ମେଳ ଖାଇଲା ସେଥିପାଇଁ ଆମେ ଦାୟୀ ନୁହଁ। କିନ୍ତୁ ମୁଁ ଏଠି ଘୋଷଣା କରିଛି ଯେ ଏ ଉପନ୍ୟାସର କାହାଣୀ, ଚରିତ୍ର, ଘଟଣା, ସ୍ଥାନ କୌଣସିଟି କାଳ୍ପନିକ ନୁହେଁ, ସବୁ ହେଉଛି ସତ୍ୟ। ତ ବେଦ ଏ ଉପନ୍ୟାସର ଯେତେବେଳେ ସମୀକ୍ଷା ବାହାରିଲା ଦ ହିନ୍ଦୁରେ, ସେମାନେ ତାର ଯେଉଁ ଶୀର୍ଷକ ଦେଇଥିଲେ ଯେ ଏଇଟା ହେଉଛି ଗୋଟେ ଅଙ୍ଗେ ନିଭା କାହାଣୀ। ମୁଁ ମଧ୍ୟ କହୁଛି ଏଇଟା ହେଉଛି ଅଙ୍ଗେ ନିଭା କାହାଣୀ। ଏ ଉପନ୍ୟାସରେ ଆମର ସମାଜରେ ମଣିଷ ଏବଂ ମଣିଷ ମଧ୍ୟରେ ଯେଉଁ
विभेद अच्छी से विभेदर कारण अन्वेषण करा जाइछि एवं तार निराकरण केमती हो पारिबो से संपर्क में मध्य गोटे परोक्ष सूचना दि जाइछि। तो मु मो दर्शक बंधु मानकु अनुरोध करिवि कि थरटीए पाई जीवन रे वेद को पढ़ंतु। वेद एमती गोटे से सक्सेस होता जीवन रे कि वेद ऑक्सफोर्ड यूनिवर्सिटी मध्य ताको इंग्रजी अनुवाद करिछि, ताको ओडिया रे राजकुमार अनुवाद करिसंती, से मलयालम भाषा रे अनुवाद हेछि, इंग्रजी भाषा रे ऑक्सफोर्ड यूनिवर्सिटी को अनुवाद करिसंती। तो एटा गोटे एमती गोटे कहानी सार जने कहले कि यह काल्पनिक नुहे आउ एते एठी शिखर जिनिस अछि कि आपनको जीवन को ये बदलै पारिबो। तो ए उपन्यासटा गोटे आपनको जीवन को गोटे नुआ दिशा गोटे नुआ दिग आपन देखै पारिबो। तो केवल वेद नुहे सांकर बहुत सारा कवि लेखक बहुत सारा गल्प अच्छी बहुत सारा उपन्यास अच्छी से भितर हूँ खेत पुराण गोटे अन्यतम अखिल नायक सार खेत पुराण तापर अच्छी गाधुआ बेल गुली खटी गोब फरफर एकत्र अखिल अक्षर अखिल नायक सारंकर आउ गोटे अच्छी धिक धिक एत बढ़िया सुंदर सार आपको लिखिं एत सुंदर वर्णना कर सार कि यह थरे जीवन में थरे पढ़ा योग्य। तो सार आपण आज एत सबू कविता लिखिले एत सब गाल्पिक लिखिले एत सब उपन्यास लिखिले तो सार आपण आर सबू जग क्रेडिट क्या देवाई चाहते? समाज को निश्चय जेहेतु मु जो भाषा रे लिखुची भाषा मत किए देती समाज देती समाज यदि न था ताल भाषा मध्य न था। मु तो कही साहित्य होची भाषा शिल्प जेहेतु समाज मत भाषा देती समाज मत चरित्र देती समाज मत घटना देती समाज मत लिखापी अनुप्रेरित करुच्ची सब तेणु निश्चय समाज को ही मुझे तार श्रेय देवी। तो आज सार भी समाज को सब जगह रिटर्न करते बहुत बहुत भल भल उपन्यास लिखिक सार भी समाज को आज बढ़िया सुंदर रिटर्न करते। तो सार आपन आइडल किए? देख समस्त जीवन में गुण अच्छे कहीं संपूर्ण गुणहीन नुहे कि कहीं संपूर्ण गुणवान नुहे जिते बेले जा पाखु जो गुणटी मत भल लगे मु आहरण करने चेष्टा करे तेणु मोर कौन निर्दिष्ट आदर्श ना। तो सार जिते बड़े आपण फ्री समय पाती फांका समय आप कौन करते सर? मु पढ़े लिखे समय के फ्री न थाए समय के फ्री न थाए समय कौन से मुहूर्त फ्री न थाए एपरिक जिते तुम शौच आम शौचु से समय चेतन अचेतन स्तर घटी चलता घटना। तो सर एबे एबे आपन लक्ष्य कौन सर? कारण एबे आप जन एत बड़ कवि हो गले एत बड़ लेखक हो गले एत बड़ सुसाहित्यक हो गले लक्ष्य केबे नथला कि नहीं लक्ष्य केबे नथला कि नहीं मोर बहुत मोर +3 पढ़ला बेले लिखी ये धाड़ीटी मन पड़गला हठात तुम पचारा लक्ष्य केबे नथला कि नहीं मु लिखि नथली बाट केबे नथला कि नहीं तेणु चलुची शिला शिउड़ी और सोरिष फूल सबुठी आज पथर रे चलली काली शिउड़ी रे चलबी परदिन सोरिष फूल रे चलबी तापर पथर रे चलबी चलवाटा ही आनंद जीवन रो किसी लक्ष्य न थाए जीवन जो बंचुच सेटा ही जीवन रो लक्ष्य ए लक्ष्य कौन मु बंची से निज को ठकुची कहीं सर कारण लक्ष्य शेष नुहे लक्ष्य बोली किसी ना शिखर बोली किसी ना तुम पहाड़ चढ़िया चाहिए पहाड़ उपर को जीव तुम देख पहाड़ उपर चढ़ी सारा लगे आ गोटे बड़ पहाड़ अच्छे आ गोटे बड़ पहाड़ अच्छे आकाश अच्छे आकाश कौन आकाश बोली किसी अच्छी तेणु लक्ष्य हूँ गोटे
ସୀମିତ ଚିନ୍ତା। ଜୀବନ ବଞ୍ଚିବାର ଆନନ୍ଦ ଅଛି ଏବଂ ସେ ଆନନ୍ଦକୁ ଯିଏ ସବୁବେଳେ ଉପଲବ୍ଧି କରିପାରୁଛି ସେ ହିଁ ଏଇ ଯେଉଁ ଦୁଃଖର ଯେଉଁ ବନ୍ଧନୀ ସେଇଥିରୁ ମୁଁ ପଡ଼ିଯାଇ ପାରୁଛି। ତ ଆପଣମାନେ ଦେଖୁଥିବେ କି ସାର୍ଙ୍କ ଚିନ୍ତାଧାରା ଟିକେ ଅଲଗା, ଆଉ ସାର୍ଙ୍କ ଚିନ୍ତାଧାରାକୁ ଆମେ ବି ସମ୍ମାନ ଦେଉଛୁ, ମୁଁ ବି ସମ୍ମାନ ଦେଉଛି କି ସାର୍ଙ୍କ ଚିନ୍ତାଧାରା ସେମିତି ଅଲଗା ଅଛି ବି, ଆଉ ସାର୍ ସେ ଚିନ୍ତାଧାରାରେ ସାର୍ ବଞ୍ଚିଛନ୍ତି। ତ ସାର୍ ଆପଣଙ୍କ ଜୀବନରେ ସବୁଠୁ ଦୁଃଖଦ ମୁହୂର୍ତ୍ତ କ'ଣ ଥିଲା? ନା ସେମିତି କିଛି ସବୁଠୁ ଦୁଃଖଦ ବୋଲି ସେମିତି ଗୋଟେ ମୁହୂର୍ତ୍ତ ଅଛି ବୋଲି କାହିଁ ମୋର ଧାରଣା ନାହିଁ। ଆଉ ମୋର କବିତା ବି ମନେ ପଡ଼ୁଛି, ମୋ କବିତା ନୁହେଁ, ସୌଭାଗ୍ୟ କୁମାର ମିଶ୍ର ଜଣେ ବଡ଼ କବି, ସେ କହୁଛନ୍ତି ଲାଲ ରଙ୍ଗର ମୋଟର ଗାଡ଼ି ଆମେ ଦେଖିନୁ, କାରଣ ଗଳି ରାସ୍ତାରେ ଆମର ଯିବା ଆସିବା, ଯିଏ ମେନ୍ ରୋଡ଼ରେ ଯିବ ସେ ଲାଲ ରଙ୍ଗର ମୋଟର ଗାଡ଼ି ଦେଖିବ। ତେଣୁ ପରମ ଦୁଃଖ କି ପରମ ସୁଖ ବୋଲି କିଛି ନାହିଁ। ପ୍ରତି ମୁହୂର୍ତ୍ତ ଦୁଃଖ, ପ୍ରତି ମୁହୂର୍ତ୍ତ ସୁଖ, ସବୁ ମୁହୂର୍ତ୍ତ ଆମର ଜୀବନ ମଧ୍ୟ ହେଉଛି ମୁହୂର୍ତ୍ତ ମୁହୂର୍ତ୍ତ। ଏ ମୁହୂର୍ତ୍ତ କଥା ହେଉଛି ଏ ମୁହୂର୍ତ୍ତଟି ମଲା, ଆଉ ଗୋଟେ ତୁମେ ବିଜ୍ଞାନର ଛାତ୍ର ଭଲ ଭାବରେ ଜାଣିଥିବ, ଗୋଟେ କୋଷ ମରୁଛି, ଜୀବନ ଚାଲିଛି। ଦୁଃଖ ବି ସେମିତି, ସେ କୋଷ ଭଳି। ତ ସୁଖ ଦୁଃଖ ଆପଣଙ୍କ ଜୀବନରେ ସେମିତି କିଛି ନାହିଁ? ହଁ, ପରମ ଦୁଃଖ ପରମ ସୁଖ ବୋଲି ସେମିତି କିଛି ନାହିଁ, କି ପରମ ପ୍ରାପ୍ତି ଚରମ ଅପ୍ରାପ୍ତି ବୋଲି ସେମିତି କିଛି ନାହିଁ। ତ ସାର୍ ଆଜି ପର୍ଯ୍ୟନ୍ତ ଆପଣ ଯେତିକି ସମୟ ବଞ୍ଚିଛନ୍ତି, ଏମିତି କେଉଁ ମୁହୂର୍ତ୍ତ ଯେଉଁ ମୁହୂର୍ତ୍ତ କି ଆପଣଙ୍କୁ ଲାଗିଲା କି ଏ ମୁହୂର୍ତ୍ତଟା ମୋ ସହିତ ନ ଘଟିଥିଲେ ଭଲ ହେଇଥାନ୍ତା? ନ ଘଟିଥିଲେ ଭଲ ହେଇଥାନ୍ତା ବାହାରିବା ପାଇଁ ଯାହା ଘଟିବା କଥା ଘଟିବ, ଏବଂ ଘଟି ସାରିଲା ପରେ ଯେଉଁ ପ୍ରତିକ୍ରିୟା ହେବ ସେ ପ୍ରତିକ୍ରିୟାକୁ ଆମେ କେତେ ନିବିଡ଼ ଭାବରେ ଭୋଗିପାରୁଛେ ତାହା ହେଉଛି ବଡ଼ କଥା, ସେ ଦୁଃଖ ହେଉ ବା ସୁଖ ହେଉ। ତ ସାର୍ ବହୁତ ବହୁତ ଧନ୍ୟବାଦ ସାର୍, ଆପଣଙ୍କ ବ୍ୟସ୍ତବହୁଳ ସମୟ ମଧ୍ୟରେ ଆମେ ଟିକେ ସମୟ ଦେବାକୁ। ଆଉ ସାର୍ଙ୍କର ଚିନ୍ତାଧାରା ବହୁତ ୟୁନିକ୍ ଆପଣ କହିପାରିବେ, ଆଉ ଟିକେ ଅଲଗା ପ୍ରକାର ଚିନ୍ତାଧାରାରେ ସାର୍ ଅଛନ୍ତି, ସାର୍ ବଞ୍ଚିଛନ୍ତି, ଆଉ ସେ ଚିନ୍ତାଧାରାକୁ ସାର୍ ମାନୁଛନ୍ତି। ଆଉ ବହୁତ ବହୁତ ଖୁସି ଲାଗିଲା ସାର୍ଙ୍କ ସହିତ କଥା ହେଇକି, ସାର୍ଙ୍କର ଚିନ୍ତାଧାରାକୁ ବୁଝିକି ଚେଷ୍ଟା କଲୁ ବୁଝିବା ଲାଗି, କିନ୍ତୁ ବୁଝିପାରିଲୁନି, କିନ୍ତୁ ସାର୍ ତାଙ୍କର ବିଜି ସିଡ୍ୟୁଲରେ ଗୋଟେ ସମୟ ଦେଲେ, ତାର ବହୁତ ବହୁତ ଧନ୍ୟବାଦ ସାର୍। ସାର୍ ନମସ୍କାର। ତ ମୁଁ ଚାହୁଁଛି ସାର୍ ଗୋଟେ ମୁଁ ଏଇଟା ହେଉଛି ମୋର ସଦ୍ୟତମ କବିତା ସଂକଳନ ଅଛି କ୍ଷେତ ପୁରାଣ। ଏଇ ବହିଟି ନିଅ, ତୁମେ ପଢ଼ିବ ଏବଂ ଅନ୍ୟମାନଙ୍କୁ ପଢ଼ିବାକୁ ଦେବ। ବହୁତ ବହୁତ ଧନ୍ୟବାଦ ସାର୍। ତ ସାର୍ଙ୍କର ବହି ଗୋଟେ କ୍ଷେତ ପୁରାଣ ମୁଁ ପାଇଲି, ଆଉ ମୁଁ ଆଶା କରିବି ସାର୍ଙ୍କର ବାକି ସବୁ ବୁକ୍ ବି ଧିକ୍ ହଉ କିମ୍ବା ଭେଦ ହଉ ନେବା ଲାଗି। ତ ବହୁତ ବହୁତ ଧନ୍ୟବାଦ ସାର୍। ଥ୍ୟାଙ୍କ ୟୁ।